କୃଷକମାନଙ୍କ ପାଇଁ ଖୁସି ଖବର, ମୋଦି ସରକାର ଦେଲେ ବଡ଼ ନିଷ୍ପତ୍ତି। ପିଏମ୍ କିଷାନ ଯୋଜନା କ୍ଷୁଦ୍ର ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନା 2019 ମସିହାରୁ ପ୍ରଯୁଜ୍ୟ ହେଉଛି। ପ୍ରତିବର୍ଷ 2,000 ଲେଖାଏଁ 3ଟି କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ 6,000 ଟଙ୍କା ଜମା କରାଯାଉଅଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ 15ତମ କିସ୍ତି କୃଷକମାନଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଅଛି। ଖୁବ୍ ଶୀଘ୍ର 16 ନମ୍ବର କିସ୍ତି ଟଙ୍କା ମଧ୍ୟ ଆକାଉଣ୍ଟରେ ଜମା ହେବ। ତେବେ ଏହାରି ଭିତରେ କେନ୍ଦ୍ର ସରକାର ଜାଣିବାକୁ ପାଇଛନ୍ତି ଯେ ଅଧିକାଂଶ ହିତାଧିକାରୀ ଅଯୋଗ୍ୟ ଏବଂ ଇ-କେୱାଇସି କରିନାହାନ୍ତି। କେନ୍ଦ୍ର ସରକାର ସର୍ବଦା କହିଛନ୍ତି ଯେ କେବଳ ସେହି କୃଷକମାନେ ଯେଉଁମାନେ ଇ-କେୱାଇସି କରିଛନ୍ତି ସେମାନେ ପିଏମ୍ କିଷାନ ସହାୟତା ପାଇବେ, ନଚେତ୍ ସେମାନେ ଟଙ୍କା ପାଇବେ ନାହିଁ। ତଥାପି ଅନେକ କୃଷକ ଇ-କେୱାଇସି ପ୍ରକ୍ରିୟା ଶେଷ କରିନାହାନ୍ତି। ବର୍ତ୍ତମାନ ସୁଦ୍ଧା ଅଧିକାରୀମାନେ ଚାହୁଁଛନ୍ତି ଯେ ସମସ୍ତ ଚାଷୀ ଇ-କେୱାଇସି କରନ୍ତୁ, କିନ୍ତୁ ଅନେକ ଲୋକ ଏହି ବିଷୟରେ ଅବଗତ ନୁହନ୍ତି କିମ୍ବା ସେମାନେ ଇ-କେୱାଇସି କରିନାହାନ୍ତି। ଏହି କ୍ରମରେ କେନ୍ଦ୍ର ସରକାର ଅଧିକାରୀମାନଙ୍କୁ ଗ୍ରାମକୁ ଯାଇ କୃଷକମାନଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାରୀମାନେ 12ରୁ 21 ଫେବୃଆରୀ ପର୍ଯ୍ୟନ୍ତ ଗ୍ରାମଗୁଡ଼ିକରେ ଶିବିର ଆୟୋଜନ କରିବେ ଏବଂ ଇ-କେୱାଇସି ପ୍ରକ୍ରିୟା ସମାପ୍ତ କରିବେ। ସେହି କୃଷକମାନେ ଯେଉଁମାନେ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାନ୍ତି, ଅଧିକାରୀମାନେ ଗାଁକୁ ଆସିବା ପରେ ସେମାନେ ଏହାକୁ ସମ୍ପୂର୍ଣ୍ଣ କରିବା ଉଚିତ। ଯେଉଁମାନେ ଇ-କେୱାଇସି ସମ୍ପୂର୍ଣ୍ଣ କରିବେ ସେମାନେ ହିଁ ଟଙ୍କା ପାଇବେ। ପିଏମ୍ କିଷାନ ଯୋଜନା ଇ-କେୱାଇସି ମଧ୍ୟ ସହଜରେ ଅନଲାଇନରେ କରାଯାଇପାରିବ। ଯଦି ଆପଣଙ୍କର ମୋବାଇଲ ନମ୍ବର ଆପଣଙ୍କ ଆଧାର କାର୍ଡ ସହ ଲିଙ୍କ ଥିବ, ତେବେ ଏହା ହୋଇପାରିବ। ଅନେକ ଲୋକ ଏପର୍ଯ୍ୟନ୍ତ ସେମାନଙ୍କର ଫୋନ ନମ୍ବର ଲିଙ୍କ କରିନାହାନ୍ତି। ଯଦି ଆପଣଙ୍କର ଫୋନ ନମ୍ବର ଆପଣଙ୍କ ଆଧାର କାର୍ଡ ସହିତ ଲିଙ୍କ ହୋଇସାରିଛି, ତେବେ pm-kisan.gov.in ୱେବସାଇଟ ପରିଦର୍ଶନ କରନ୍ତୁ। ଏହି ଇ-କେୱାଇସି ବିକଳ୍ପ ସେଠାରେ ଦୃଶ୍ୟମାନ ହେବ। ଆପଣଙ୍କର ଆଧାର ନମ୍ବର, ତାପରେ ଫୋନ ନମ୍ବର ପ୍ରବେଶ କରନ୍ତୁ। ଆପଣଙ୍କ ମୋବାଇଲରେ ପ୍ରାପ୍ତ ଓଟିପି ପ୍ରବେଶ କରନ୍ତୁ। ଏହାପରେ ଇ-କେୱାଇସି ସମାପ୍ତ ହେବ। ଯଦି ପିଏମ୍ କିଷାନ ବିଷୟରେ ଆପଣଙ୍କର କିଛି ପ୍ରଶ୍ନ ଅଛି କିମ୍ବା କୌଣସି ସୂଚନା ଆପଣମାନଙ୍କ ପାଇଁ, ଆପଣ ପିଏମ୍ କିଷାନ ହେଲ୍ପଲାଇନ ନମ୍ବର 15526 କିମ୍ବା 01124300606 କୁ କଲ୍ କରିପାରିବେ। ନଚେତ୍ ତୁମେ ତୁମର ଗ୍ରାମ କୃଷି ଅଧିକାରୀଙ୍କ ସହିତ ପରାମର୍ଶ କରି ସମସ୍ତ ପ୍ରଶ୍ନର ଉତ୍ତର ପାଇପାରିବ।